भगवते वासुदेवाय। प्रकृति बसे मोह होई, इंद्रिय रसे जे रसई। से परी अल्प बुद्धि जने, ज्ञान न जन्मे कदाचने। कर्मरु छाड़िले विश्वास, कामना पूर्ण हुए ध्वंस। कर्म जे विचलित होई, तार कामना सिद्ध काहीं। एणु से तत्ज्ञान भूले, मोक्ष न मिले ताकु भले। हे वीर आत्मज्ञाने मन, देई समर्प मते कर्म। कुटुंब माया मोह छाड़, युद्ध करिब कर दृढ़। ଯେଉଁମାନେ ପ୍ରକୃତି ଗୁଣରେ ଇନ୍ଦ୍ରିୟ ଓ ବିଷୟାଦି ସୁଖରେ ଆସକ୍ତ, ସେପରି ମନ୍ଦବୁଦ୍ଧିଙ୍କୁ ତତ୍ତ୍ୱଜ୍ଞାନ ଦେଖାଯାଏ ନାହିଁ, ତେଣୁ ତାର ମୋକ୍ଷ ହୁଏ ନାହିଁ। ତେଣୁକରି ତୁମ୍ଭେ ଆତ୍ମଜ୍ଞାନରେ ମନ ଦେଇ ଯାହା କର, ତା ସବୁ ମୋତେ ସମର୍ପ। ମାୟା ତ୍ୟାଗ କରି ଯୁଦ୍ଧ କର। ଯେ ନର ଏହି ମତ ମୋର, ନିର୍ଦ୍ଦୋଷ ନ ଭାବି ମନର। ଶ୍ରଦ୍ଧାରେ କରେ ଆଚରଣ, ସମସ୍ତ କର୍ମ ତୋରେ ଜାଣ। କର୍ମ ହୋଇଲେ ଶୁଦ୍ଧ ଚିତ୍ତ, ମୁକ୍ତି ଲଭଇ ନିଶ୍ଚିତ। ଯେ ନର ନିନ୍ଦି ମୋର ମତ, କର୍ମରେ ନୁହଁଇ ପ୍ରବୃତ୍ତ। ସେ ସର୍ବଜ୍ଞାନ ବିବର୍ଜିତ, ଅଯଜ୍ଞହୀନ ନଷ୍ଟ ସେତ। ବିବେକ ଜ୍ଞାନ ହୁଏ ନଷ୍ଟ, ହୁଅଇ ପୁରୁଷାର୍ଥ ଭ୍ରଷ୍ଟ। ଧର୍ମାର୍ଥ କାମ ମୋକ୍ଷ ଚାରି, ନୁହଁଇ ତହିଁ ଅଧିକାରୀ। ଯେଉଁ ଲୋକ ନିର୍ମଳ ଚିତ୍ତରେ ମୋତେ ସବୁ ସମର୍ପି କର୍ମ କରେ, ସେ ସହଜରେ ସଂସାରରୁ ତରିଯାଏ। ଯେଉଁ ଲୋକ ମୋର ଏହି ମତକୁ ଗ୍ରହଣ ନ କରି ନିନ୍ଦା କରି କର୍ମ କରେ, ସେ ଜ୍ଞାନ ଓ ପଥଭ୍ରଷ୍ଟ ହୋଇ ମୁକ୍ତି ପାଏ ନାହିଁ। ପ୍ରକୃତି ବସେ କାର୍ଯ୍ୟ କରେ, ଜ୍ଞାନ ଥିଲେ ହେଁ ନ ସୁମରେ। ଶାସ୍ତ୍ର ନିଷେଧ ମୋର ବାଣୀ, କି କରେ ସେମାନଙ୍କୁ ପୁଣି। ରାଜ ନିୟମ ବାଣୀ ପ୍ରାଣୀ, ପ୍ରକୃତି ବସେ ଲଙ୍ଘେ ପୁଣି। ରାଜଦଣ୍ଡକୁ ସେ ଭୋଗଇ, କି ଫଳ ତାର ଜ୍ଞାନ ଥାଇ। ଯେ ପ୍ରାଣୀ ଭଲ ମନ୍ଦ ଜାଣି, ଇନ୍ଦ୍ରିୟ ନିଜ ବସେ ଆଣି। ସ୍ୱଭାବ ବସେ କର୍ମ କରେ, କି ଫଳ ଇନ୍ଦ୍ରିୟ ଦମରେ। ବିଧବା ନାରୀ ଅଳଙ୍କାର, ଘେନିଲା ପରି ଫଳ ତାର। ଭଲ ମନ୍ଦ ବିଚାରିବା ଜ୍ଞାନ ଥିଲେ ସୁଦ୍ଧା ଯେ ପ୍ରକୃତିର ବଶରେ ବଶ ହୋଇ କାର୍ଯ୍ୟ କରେ, ତାର ତ ଇନ୍ଦ୍ରିୟମାନେ ଦମନ ହୁଅନ୍ତି ନାହିଁ, ତେଣୁ ସେ ଇନ୍ଦ୍ରିୟ ଦମନର ଫଳ ପାଏ ନାହିଁ। ଇନ୍ଦ୍ରିୟ ପରସ୍ପରେ ଶତ୍ରୁ, ଶ୍ରଦ୍ଧା ଶତ୍ରୁତା ବେନି ହେତୁ। ଏବେନି ନ ରହନ୍ତି ବସେ, ଏଣୁ ମୁମୁକ୍ଷୁ କଣ୍ଟକ ସେ। ମଧୁମତ୍ସ୍ୟର ଆସ୍ୱାଦନ, ଜିହ୍ୱା କରିବ ଅନୁମାନ। ଏବେନି ଭାବ ସାମଞ୍ଜସ୍ୟ, ମୁମୁକ୍ଷୁ କରିବ ଅବଶ୍ୟ। ସୁଗନ୍ଧ ଦୁର୍ଗନ୍ଧ ସମାନ, ମଧୁର ତିକ୍ତ ଏକ ଜାଣ। ଏପରି ପଞ୍ଚ ଇନ୍ଦ୍ରିୟଙ୍କୁ, ରଖେ ଯେ ଆୟତ୍ତେ ତାହାଙ୍କୁ। ଯେଉଁ ପଞ୍ଚ ଇନ୍ଦ୍ରିୟ ଶରୀରରେ ଅଛନ୍ତି, ପ୍ରତ୍ୟେକ ଶତ୍ରୁ, ତେଣୁ ଏହାଙ୍କର ବଶବର୍ତ୍ତୀ ହେବା ଅନୁଚିତ। ଜିହ୍ୱା ମଧୁର ରସ, ନାକ ସୁଗନ୍ଧ, କର୍ଣ୍ଣ ମଧୁର ସ୍ୱର, ନେତ୍ର ସୁନ୍ଦର ଦ୍ରବ୍ୟ, ଚର୍ମ କୋମଳ ଦ୍ରବ୍ୟ ଆଦି ଚାହାନ୍ତି। ଏସବୁ ମୁକ୍ତକାମୀର ଶତ୍ରୁ ଅଟନ୍ତି। ପରର ଧର୍ମ ହେଲେ ଶ୍ରେଷ୍ଠ, ସ୍ୱଧର୍ମ ଯେବେ ବା ନିକୃଷ୍ଟ। ସ୍ୱଧର୍ମେ ମୃତ୍ୟୁ ଶ୍ରେୟସ୍କର, ପରର ଧର୍ମ ନିନ୍ଦା ଘୋର। ଧର୍ମ ବୋଇଲେ ସମାଜର, ଚଳିବା ଯେ ବିଧି ପ୍ରକାର।
ନିଜର ଗୁଣ ଅନୁସାରେ ଚାରି ବର୍ଣ୍ଣରୁ ବନେ ଧରେ। ଦ୍ୱିଜ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ପ୍ରତ୍ୟେକ କାର୍ଯ୍ୟ ଯେ ପ୍ରଭେଦ। ଏମନ୍ତ ତାହାଙ୍କ ଆଶ୍ରମ ପରସ୍ପରରେ ପରଧର୍ମ। ବ୍ରାହ୍ମଣ କଲେ ଶୂଦ୍ର କାର୍ଯ୍ୟ କ୍ଷତ୍ରିୟ ନ ପାଳିଲେ ରାଜ୍ୟ। ବୈଶ୍ୟ ଯେ ଭିକ୍ଷାବୃତ୍ତି କରି ଧନୁ ଘୋଷକୁ ଆଶ୍ରା କରି। ଶୂଦ୍ର କରିଲେ ତପ ଘୋର ବିଡ଼ମ୍ବନା ଯେ ସମାଜର। ଉନ୍ନତି ନୁହଁ ତାହାର ବିରୋଧ ଭାବ ଯେ ସଞ୍ଚାର। ଏପରି କଲେ ଆଚରଣ ସମାଜ ଭ୍ରଷ୍ଟ ହୁଏ ଜାଣ। ନିଜର କୁଳଧର୍ମ ଦୋଷଯୁକ୍ତ ହେଲେ ମଧ୍ୟ ନିଜ କୁଳଧର୍ମରେ ମରିବା ବରଂ ଶ୍ରେୟ। ପରର କୁଳଧର୍ମ ଶ୍ରେଷ୍ଠ ହେଲେ ମଧ୍ୟ ତାହା ଗ୍ରହଣ କରିବା ଦୋଷଯୁକ୍ତ ଅଟେ। ଅର୍ଜୁନ ଉବାଚ ହେ ପୃଷ୍ଣି ବଂଶ ହୃଷିକେଶ କହି ସନ୍ଦେହ ମୋର ନାଶ। କାହାର ପ୍ରେରଣାର ବଳେ ପଡ଼ନ୍ତି ସେ ପାପ କନ୍ଦଳେ। କର୍ମ ଅକର୍ମ ପୁଣ୍ୟ ପାପ ନିନ୍ଦା ପ୍ରଶଂସା ହର୍ଷ ତାପ। ଏ ସର୍ବ କଥା ଶୁଣି ଶୁଣି କିମ୍ପା ସେ କରେ ପାପ ପୁଣି। ହେ ହୃଷିକେଶ କର୍ମ ଅକର୍ମ ନିନ୍ଦା ସ୍ତୁତି ପାପ ପୁଣ୍ୟ ଭଲ ମନ୍ଦ ହାନି ଲାଭ ମଙ୍ଗଳ ଅମଙ୍ଗଳ ଏସବୁ ଜାଣି ଲୋକ କାହା ପ୍ରେରଣାରେ ଏ ପାପ କରେ ତାହା ମୋତେ ବୁଝାଇ କୁହନ୍ତୁ। ଶ୍ରୀ ଭଗବାନ ଉବାଚ ରଜଗୁଣରୁ ପାପ ଜାତ ଅତୃପ୍ତିକର ଅତୁଗ୍ରତ। କାମନା ବସେ ଜନ୍ମେ କ୍ରୋଧ କରଇ ମୁକ୍ତି ପଥ ରୋଧ। ତା ନାମ ମହାଭକ୍ଷ ଜାଣ ଏକ ଲୋଭିଲେ ଏକ ଆଣ। ଦୁଗ୍ଧରେ ଅଳ୍ପ ମିଶେ ଯଦି ତକ୍ଷଣେ ହୁଅଇ ସେ ଦଧି। ଏମନ୍ତ କାମା ବାଧା ପାଇ ତମରେ ପରିଣତ ହୋଇ। ତେଣୁ ସେ ଆଶା ତୃପ୍ତ ନୁହେଁ ଅଧିକେ ଅଧିକେ ଖୋଜଇ। ସପ୍ତ ଦ୍ୱୀପରେ ରାଜା ହେଲେ ଦ୍ୱିସପ୍ତ ଖୋଜୁଥାଏ ଭଲେ। ଏମନ୍ତ ବୁଲୁଥାଇ ଭଜି ମୁକ୍ତି ପଥକୁ ଦୂରେ ତେଜି। କାମ ଓ କ୍ରୋଧ ଏ ଦୁହେଁ ରଜଗୁଣରୁ ଜାତ। କାମନା ବଶରେ କ୍ରୋଧ ହୁଏ ତାହା ବଢ଼ିବାରେ ଥାଏ। କ୍ରୋଧ ହେଲେ ଲୋକ ନାନାଦି ଅସତ୍ କାମ କରିବାକୁ ମୁକ୍ତିପଥ ରୋଧ ହୁଏ। ଅଗ୍ନି ଆବୃତ ଧୂମ ଯେହ୍ନେ ଦର୍ପଣ ମଳା ବୃତେ ତେହ୍ନେ। ଗର୍ଭ ଆବୃତ ଜରାୟୁରେ ଜ୍ଞାନ ଯେ ଆବୃତ କାମରେ। ଅନଳେ ପ୍ରକାଶିଲେ ଜ୍ୟୋତି ଧୂମ ନ ରହେ ତାର ଗତି। ଦର୍ପଣ ମାଜିଲେ ଯେ ମନ୍ତ ପୁଣି ସେ ହୁଏ ଜ୍ୟୋତିବନ୍ତ। ସେ ହୁ ଅଧିକ ସତଗୁଣୀ ସହଜେ କାମ ନାଶେ ପୁଣି। ଯେ ରଜଗୁଣେ ମଜିଥାଇ ତା କାମ ବିନାଶ ହୁଅଇ। ତମ ଗୁଣୀ ମନୁଷ୍ୟଙ୍କର କାମନା ନାଶିବା ଦୁଷ୍କର। ଯଦି ବା ଜନ୍ମ ଜନ୍ମାନ୍ତରେ ପରମ ବ୍ରହ୍ମ କୃପା କରେ। ରଜଗୁଣୀ ତମ ଗୁଣୀର କାମନା ନାଶ ସତର। ଧୂମ ଦ୍ୱାରା ଅଗ୍ନି ମଳି ଦ୍ୱାରା ଦର୍ପଣ ଜରାୟୁ ଦ୍ୱାରା ଗର୍ଭ ଆବୃତ। ସେହିପରି କାମ ଦ୍ୱାରା ଜ୍ଞାନ ଆବୃତ ହୋଇଥାଏ। ରଜତମ ଗୁଣୀର କାମ ବା କାମନା ବିନାଶ ହୁଏ ନାହିଁ। ଈଶ୍ୱର କୃପା ହେଲେ ହୋଇପାରେ। ସଦ୍ଗୁଣୀ କାମ ବା କାମନା ନାଶ କରେ। ଅଜ୍ଞାନୀମାନଙ୍କ ଚିରରେ କାମନା ଅନଳର ପରି। ଜ୍ଞାନୀଙ୍କୁ ଢାଙ୍କି ରଖେ ସେହି ଶୁଣ ଅର୍ଜୁନ ମନ ଦେଇ। ସମିଧ ପାଇଲେ ଅନଳ ଯେ ସନେ ହୁଅଇ ପ୍ରବଳ। ପୁଣି ପାଇଲେ ଘୃତଧାର ଜନ୍ମାଏ କଣିକା ଅପାର। ସର୍ବଘଟରେ ସେ ଅଛଇ ଭଲ ମନ୍ଦରେ ଲକ୍ଷ୍ୟ ନାହିଁ। ତେମନ୍ତ ଭୋଗ୍ୟ ବସ୍ତୁ ପାଇ କାମନା ତୃପତ ନୁହଁଇ। ଯେତେ ସେ ଆଶା କରୁଥାଏ ନୂତନ ଆଶା ଜନ୍ମମାଏ। କାମ
ସୁଖ ହୁଏ ଜାତ, ଶେଷରେ ଦୁଃଖେ ବିଚଳିତ। ଏ ହେତୁ ଜ୍ଞାନୀଙ୍କ ପାଖରେ କାମ ଯେ ଶତ୍ରୁ ନିରନ୍ତରେ। ହେ କୁନ୍ତୀପୁତ୍ର, ମନୁଷ୍ୟର ଶତ୍ରୁ କାମ ବା କାମନା। ଏହି କାମନା ବା କାମ ଅତୃପ୍ତ ଅନଳ ଦ୍ୱାରା ଜ୍ଞାନୀର ସମସ୍ତ ଜ୍ଞାନ ଆବୃତ ହୋଇ ରହିଥାଏ। ଜ୍ଞାନୀ ସଂଯମ ଜ୍ଞାନ ବଳରେ କାମ ବା କାମନାକୁ ନାଶ କରେ। ପଞ୍ଚ ଇନ୍ଦ୍ରିୟ ବୁଦ୍ଧି ମନ, କାମର ରାଜଧାନୀ ଜାଣ। ଜ୍ଞାନକୁ କାମ ଆଚ୍ଛାଦଇ, ଜୀବକୁ ମୋହିତ କରଇ। ଦର୍ଶନ ଶ୍ରବଣ ଆଦିରେ କାମ ବଢ଼ଇ ଧୀରେ ଧୀରେ। ମନ ଯା ସଂକଳ୍ପ କରଇ, ବୁଦ୍ଧି ଥା ପଥ କହି ଦେଇ। ଏଣୁ ଅର୍ଜୁନ ତୁ ଇନ୍ଦ୍ରିୟ ଦମନ କରି ହୁଅ ଥୟ। ଜ୍ଞାନ ବିଜ୍ଞାନ ବିନାଶନ, କାମକୁ କର ତୁ ଦହନ। ଇନ୍ଦ୍ରିୟ ତା ଗୃହ ଅଟଇ, ପ୍ରଥମେ ତହିଁ ବିଶ୍ରାମଇ। ଇନ୍ଦ୍ରିୟ ହୋଇଲେ ଦମନ, ବଶ ହୁଅନ୍ତି ବୁଦ୍ଧି ମନ। ତେଣୁ କାମନା ବଶ ହୁଏ, ଦୃଷ୍ଟ ବୁଦ୍ଧିରେ ମୋହ ନୁହେଁ। ମନ, ଇନ୍ଦ୍ରିୟ, ବୁଦ୍ଧି ଏ ହେଉଛି କାମର ଆଶ୍ରୟସ୍ଥଳ। ଏହି କାମ ମନକୁ ମୋହିତ କରେ। ହେ ଅର୍ଜୁନ, ତୁମ୍ଭେ କାମକୁ ଦମନ କଲେ ମନ, ଇନ୍ଦ୍ରିୟ, ବୁଦ୍ଧି ଆପେ ଆପେ ନିଜ ବଶରେ ଆସିଯିବ। ଦେହରୁ ଇନ୍ଦ୍ରିୟ ଯେ ଶ୍ରେଷ୍ଠ, ଇନ୍ଦ୍ରିୟରୁ ମନ ଗରିଷ୍ଠ। ମନ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ, ତାଠାରୁ ଆତ୍ମା ଜଗରିଷ୍ଠ। ଇନ୍ଦ୍ରିୟ ଯେବେ ଚେଷ୍ଟା କରେ, ଶରୀର ଲାଗଇ କର୍ମରେ। ମନ ସଂଯୋଗ ନୁହେଁ ଯେବେ, ଇନ୍ଦ୍ରିୟ ଅକର୍ମଣ୍ୟ ତେବେ। ସଂକଳ୍ପ ବିକଳ୍ପ ମନରେ, ଜନ୍ମଇ ବୁଦ୍ଧି ସାହାଯ୍ୟରେ। ଆତ୍ମାର ପାଇଲେ ଆଭାସ, ସୁବୁଦ୍ଧି ହୁଅଇ ପ୍ରକାଶ। ସେହି ଆତ୍ମାକୁ କର ଧ୍ୟାନ, ସୁବୁଦ୍ଧି ଉଦେ ହେବ ଜାଣ। ପରମାତ୍ମାଠୁ ବଳି ଧ୍ୟାନ, ସଂସାରେ ନାହିଁ ହେ ଅର୍ଜୁନ। ଶରୀର ପକ୍ଷରେ ଦେହାଦି ବିଷୟା ବାସନା ଭୋଗ ସକାଶେ ଇନ୍ଦ୍ରିୟ ଦେହଠାରୁ ଶ୍ରେଷ୍ଠ, ମନ ଇନ୍ଦ୍ରିୟଠାରୁ ଶ୍ରେଷ୍ଠ, ବୁଦ୍ଧି ମନଠାରୁ ଶ୍ରେଷ୍ଠ, ଆତ୍ମା ବୁଦ୍ଧିଠାରୁ ଶ୍ରେଷ୍ଠ। ଅର୍ଥାତ୍ ଆତ୍ମା ସବୁଠାରୁ ଶ୍ରେଷ୍ଠ ଅଟେ। ଆତ୍ମାକୁ ଏପରି ଭାବରେ ବୁଦ୍ଧିରୁ ଶ୍ରେଷ୍ଠ ଜ୍ଞାନ କରେ। ସଂଶୟ ଶୂନ୍ୟ ବୁଦ୍ଧି ବଳେ, ମନ ନିଶ୍ଚଳ କର ହେଳେ। ସଂଶୟ ମନରେ ନ ଧର, ଚଞ୍ଚଳ ଚିତ୍ତ ସ୍ଥିର କର। ତେବେ ଦୁର୍ଜୟ ଶତ୍ରୁ କାମ, ସହଜେ ଲଭିବ ବିଶ୍ରାମ। କାମକୁ ଜୟ କଲେ ବୀର, ଆତ୍ମାର ହୋଇବ ଗୋଚର। କହଇ ବାସୁଦେବ ହୀନ, ଉଦ୍ଧରୁ ପ୍ରଭୁ ଜନାର୍ଦ୍ଦନ। ହେ ମହାବାହୁ, ଆତ୍ମା ଯେହେତୁ ସବୁଠାରୁ ଶ୍ରେଷ୍ଠ, ଏହି କଥା ଦୃଢ଼ ଭାବରେ ମନେକରି ନିଃସନ୍ଦେହ ବୁଦ୍ଧି ଦ୍ୱାରା ଦୁର୍ଜୟ ଶତ୍ରୁ ଯେ କାମ, ତାକୁ ବିନାଶ କରି ପଞ୍ଚମନକୁ ସ୍ଥିର କର। ଇତି ଶ୍ରୀମଦ୍ ମହାଭାରତେ ଶ୍ରୀମଦ୍ ଭଗବତ ଗୀତା ସୁପନିଷତ୍ସୁ ବ୍ରହ୍ମ ବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କର୍ମଯୋଗ ନାମ ତୃତୀୟ ଅଧ୍ୟାୟ। ପ୍ରକୃତି ବସେ ମୋହ ହୋଇ, ଇନ୍ଦ୍ରିୟ ରସେ ଯେ ରସଇ। ସେପରି ଅଳ୍ପ ବୁଦ୍ଧି ଜନେ, ଜ୍ଞାନ ନ ଜନ୍ମେ କଦାଚନେ। କର୍ମରୁ ଛାଡ଼ିଲେ ବିଶ୍ୱାସ, କାମନା ପୂର୍ଣ୍ଣ ହୁଏ ଧ୍ୱଂସ। କର୍ମ ଯେ ବିଚଳିତ ହୋଇ, ତାର କାମନା ସିଦ୍ଧ କାହିଁ। ଏଣୁ ସେ ତତ୍ତ୍ୱଜ୍ଞାନ ଭୁଲେ, ମୋକ୍ଷ ନ ମିଳେ ତାକୁ ଭଲେ। ହେ ବୀର ଆତ୍ମଜ୍ଞାନେ ମନ, ଦେଇ ସମର୍ପ ମତେ କର୍ମ। କୁଟୁମ୍ବ ମାୟା ମୋହ ଛାଡ଼, ଯୁଦ୍ଧ କରିବ କର ଦୃଢ଼।
ଯେଉଁମାନେ ପ୍ରକୃତି ଗୁଣରେ ଇନ୍ଦ୍ରିୟ ଓ ବିଷୟାଦି ସୁଖରେ ଆସକ୍ତ, ସେପରି ମନ୍ଦବୁଦ୍ଧିଙ୍କୁ ତତ୍ତ୍ୱଜ୍ଞାନ ଦେଖାଯାଏ ନାହିଁ, ତେଣୁ ତାର ମୋକ୍ଷ ହୁଏ ନାହିଁ। ତେଣୁକରି ତୁମ୍ଭେ ଆତ୍ମଜ୍ଞାନରେ ମନ ଦେଇ ଯାହା କର, ତା ସବୁ ମୋତେ ସମର୍ପ। ମାୟା ତ୍ୟାଗ କରି ଯୁଦ୍ଧ କର। ଯେନର ଏହି ମତ ମୋର, ନିର୍ଦ୍ଦୋଷ ନ ଭାବି ମନର, ଶ୍ରଦ୍ଧାରେ କରେ ଆଚରଣ, ସମସ୍ତ କର୍ମ ତୋରେ ଜାଣ। କର୍ମ ହୋଇଲେ ଶୁଦ୍ଧ ଚିତ୍ତ, ମୁକ୍ତି ଲଭଇ ନିଶ୍ଚିତ। ଯେନର ନିନ୍ଦି ମୋର ମତ, କର୍ମରେ ନୁହଁଇ ପ୍ରବୃତ୍ତ, ସେ ସର୍ବଜ୍ଞାନ ବିବର୍ଜିତ, ଅଯୋଗ୍ୟହୀନ ନଷ୍ଟ ସେତ। ବିବେକ ଜ୍ଞାନ ହୁଏ ନଷ୍ଟ, ହୁଅଇ ପୁରୁଷାର୍ଥ ଭ୍ରଷ୍ଟ। ଧର୍ମାର୍ଥ କାମ ମୋକ୍ଷ ଚାରି, ନୁହଁଇ ତହିଁ ଅଧିକାରୀ। ଯେଉଁ ଲୋକ ନିର୍ମଳ ଚିତ୍ତରେ ମୋତେ ସବୁ ସମର୍ପି କର୍ମ କରେ, ସେ ସହଜରେ ସଂସାରରୁ ତରିଯାଏ। ଯେଉଁ ଲୋକ ମୋର ଏହି ମତକୁ ଗ୍ରହଣ ନ କରି ନିନ୍ଦା କରି କର୍ମ କରେ, ସେ ଜ୍ଞାନ ଓ ପଥଭ୍ରଷ୍ଟ ହୋଇ ମୁକ୍ତି ପାଏ ନାହିଁ। ପ୍ରକୃତି ବସେ କାର୍ଯ୍ୟ କରେ, ଜ୍ଞାନ ଥିଲେ ହେଁ ନ ସୁମରେ। ଶାସ୍ତ୍ର ନିଷେଧ ମୋର ବାଣୀ, କି କରେ ସେମାନଙ୍କୁ ପୁଣି। ରାଜ ନିୟମ ବାଣୀ ପ୍ରାଣୀ, ପ୍ରକୃତି ବସେ ଲଙ୍ଘେ ପୁଣି। ରାଜଦଣ୍ଡକୁ ସେ ଭୋଗଇ, କି ଫଳ ତାର ଜ୍ଞାନ